ଶୀଘ୍ର ଟାଇମ ହେଲାଣି ଘରକୁ ଯିବା ଚାଲ। 9:15 ଘଣ୍ଟା ଦୋକାନରେ ଅଛି, ଘଣ୍ଟା ଦେଖି କହିଦେଇଛି ଆଉ। ଘଣ୍ଟା ଦେଖିକି କହିଲେ ସଫିସିଏଣ୍ଟ ଦେଖିକି ଏଟା କି ଦେବ? ଭାବୁଛୁ ଏଇଟା ପତ୍ର ଦେଇଛି ମୋର ବିଭାଗର ମୁଦି। ମୁଁ ସେତେ ଦୂରରୁ ଦେଖିକି କହୁଛି ଏଟା ତାର ପତ୍ର ଘର ଦେଇଛି ବୋଧେ। ତା ମୁଦି ନାହିଁ ରେ, ମୁଦିରେ ଘଣ୍ଟା ଅଛି। ମୁଦିର ଘଣ୍ଟା ମୋ ଜନ୍ମ ବପା କାଳର ମୁଁ ଦେଖି ନାହିଁ। ଏଇଟା ମୁଁ ତ କେବେ ଦେଖିନଥିଲି, ଫାର୍ଷ୍ଟ ଟାଇମ ଦେଖିଲି ଟାଇମ ସ୍କୋୟାରରେ। ହଁ ରେ, ପୁରା ଚାଙ୍ଗା ହେଇଛି, ପୁରା ଏକଦମ ଚିଟିଆଟା। ଏମିତିକାର କେତେ ପ୍ରକାର ମୁଦି ଅଛି, ତତେ ଯେତେବେଳେ ଯୋଉଟା ଇଚ୍ଛା ଆସିକିରି ନେଇପାରୁ ଟାଇମ ସ୍କୋୟାରରୁ। ହଁ ମାତ୍ରକୁ ଗୋଟେ ଜିନିଷ ତାକୁ ହଁ ଏଇଟା ଗଲା ବେଳକୁ ଗାଧେଇଲା ବେଳକୁ ବାଥରୁମ ପିନ୍ଧିକିରି ଯିବୁ। ଅନନ ଉଦା ହେଇଯିବ, ଖରାପ ହେଇଯିବ। ଏଟା ଠାକୁର ରଖିଦେଇକା ଦେ, କିନ୍ତୁ ପୁରା ଚାଙ୍ଗା ହେଇଛି ବେ, ହାତକୁ ବଢିଆ ଲାଗୁଛି। ଯୋଉ ଭେରାଇଟିର ଦରକାର ପଳେଆ କାବୁକିନା ନେଇଯା ଟାଇମ। କାହାକୁ ଗିଫ୍ଟ ଫିଫ୍ଟ ଦେନେ ଭଳିଆ ନାଗିବ ନା। ହଁ ବିଭାଗର ବ୍ରତ ଯୋଉଠି ଦରକାର ତାକୁ ଦେଇଦେ। ସତରରେ ପୁରା ଚାଙ୍ଗା ହେଇଛି ଆଉ ବଢିଆ। କେତେ ଦାମରେ? ଯେତେ ଦାମ ଥାଉ ଥାଉ ତାଙ୍କ ତ ଡିସକାଉଣ୍ଟ ମିଳିବ। ଡିସକାଉଣ୍ଟ ବି ଅଛି। ତାପରେ ମୁଁ ଏ ଦୋକାନ ମାନେ ସୋରୁମରେ ଦେଖୁଛୁ ବ୍ରହ୍ମପୁରର ଏମିତି କଲେକ୍ସନ କେଠି ନାହିଁ। ବଢିଆ ଚାଙ୍ଗା ହେଇଛି, ଯାହାକୁ ଯାହାକୁ ପୁରା ହାତ ଘଣ୍ଟା, କାନ୍ଥ ଘଣ୍ଟା, ଅଣ୍ଟା ଘଣ୍ଟା, ଆହୁରି ଯାହା ଯାହା ପ୍ରକାର ଘଣ୍ଟା ଅଛି। ପଳେଇ ଆସ ଟାଇମ ସ୍କୋୟାର, ଧରିକି ଶୀଘ୍ର ପଳା। ଥ୍ୟାଙ୍କ ୟୁ ଲତିଫ ଭାଇ, ଏତେ ସୁନ୍ଦର ଉପହାର ଆମ ବ୍ରହ୍ମପୁର ସହର ପାଇଁ ଦେଇଛନ୍ତି ଗୋଟେ। ବଢିଆ ବଢିଆ। ହ୍ୟାଣ୍ଡସମ୍ ହିରୋ ଆମ ପାଖରେ ଅଛି। ଥ୍ୟାଙ୍କ ୟୁ ସୋ ମଚ୍ ଭାଇ। ଚାଲ